କେନ୍ତା କରି ସାମ୍ସ ପୋର୍ଟାଲରେ ଆମେ ଏଡମିଟ୍ କାର୍ଡ +3 ଏଡମିଟ୍ କାର୍ଡ ଡାଉନଲୋଡ୍ କର୍ମା ସେ ବିଷୟରେ ଆଜି ଜାଣମା। ତ ପହଲା କରି ଆମେ ଗୁଗଲରେ ଯିମା ଆଉ ଲେଖିଦେମା ଯେ ସାମ୍ସ ଓଡ଼ିଶା ଆଉ ସାମ୍ସ ଓଡ଼ିଶାକେ କ୍ଲିକ୍ କଲା ପରେ ପहला ଲିଙ୍କ ଆସବା ସାମ୍ସ ଓଡ଼ିଶା .gov.in ସେଠାନେ କ୍ଲିକ୍ କର୍ମା। କ୍ଲିକ୍ କଲା ପରେ ତଲେ ଟିକେ ଆସିଲେ ଦେଖମା ହାୟର ଏଜୁକେସନ ଲେଖା ହେଇଛେ ସେନ ଅଛେ ডিগ্রি +3 ବୋଲି ଲେଖା ହେଇଛି ସେନ କ୍ଲିକ୍ କରିଦେମା। ତାପରେ ସେନ କ୍ଲିକ୍ କଲା ପରେ ଗୋଟେ ପପଅପ୍ କି କାଟିଦେମା। କାଟିଦେଲା ପରେ ଇନ ଅଛେ ଷ୍ଟୁଡେଣ୍ଟ ଲଗ୍ଇନ୍ ବୋଲି କରି ଗୋଟେ ଅଛେ ସେନ ଆମେ କ୍ଲିକ୍ କର୍ମା। ତ ଦେଖୁନ୍ ସେନ ଗୋଟେ ଅଛେ ଷ୍ଟୁଡେଣ୍ଟ ଲଗ୍ଇନ୍ ସେନ କ୍ଲିକ୍ କର୍ମା। କ୍ଲିକ୍ କଲା ପରେ ସେ ଡ୍ୟାସବୋର୍ଡ ଆସବା। ତାପରେ ସେନ ମୋବାଇଲ ନମ୍ବର ଦେବେ ଯେନ୍ ମୋବାଇଲ ନମ୍ବର ଦିକର ଅନଲାଇନ୍ କରିଥିଲେ ସେ ମୋବାଇଲ ନମ୍ବର ଦେବେ। ମୋବାଇଲ ନମ୍ବର ଦେଇ ସାରିଲା ପରେ ତଲେ ପାସୱାର୍ଡ ଦେବେ। ତ ଅନଲାଇନ୍ କଲା ବେଲେ ଯେନ୍ ପାସୱାର୍ଡ କ୍ରିଏଟ୍ କରିଥିବେ ସେ ପାସୱାର୍ଡ ଏକା ଦେବେ। ତାପରେ ପାସୱାର୍ଡ ଦେଇ ସାରିଲା ପରେ ତାର ତଲେ ତାର ନ୍ୟୁମେରିକ କ୍ୟାପଚା ଗୋଟେ ଅଛି ସେଟା ଦେବେ ସେନ। ଦେଇ ସାରିଲା ପରେ ସାଇନ୍ ଇନ୍ ରେ କ୍ଲିକ୍ କରିବେ। ସାଇନ୍ ଇନ୍ ରେ କ୍ଲିକ୍ କଲା ପରେ ଲେଫ୍ଟ ସାଇଡର ଦେଖନ୍ ସେନ ଇଣ୍ଟିମେସନ ଲେଟର ବୋଲି କରି ଗୋଟେ ଅଛେ ସେ ଇଣ୍ଟିମେସନ ଲେଟର ଉପରେ କ୍ଲିକ୍ କରିବେ। ଇଣ୍ଟିମେସନ ଲେଟର ଉପରେ କ୍ଲିକ୍ କଲା ପରେ ଗୋଟେ ଅପସନ୍ ଗୋଟେ ପପଅପ୍ ଆସବା ଫ୍ରିଜ୍ କିମ୍ବା ପ୍ଲଟ୍ କିମ୍ବା ସ୍ଲାଇଡ୍ ଅଫ୍ କରବା ସେଟାକେ କାଟିଦେବେ। ତାପରେ ଇନ ଦେଖନ୍ ଇନ ଇଣ୍ଟିମେସନ ଲେଟର ପଲେଇ ଆସବା କିନ୍ତୁ ଇ ଲୋକ ଇ ବାବୁରଟା ଅଲରେଡି ସେ ଇଣ୍ଟିମେସନ ଡାଉନଲୋଡ୍ କରି ଏଡମିସନ କରି ସାରିଲା ନା। ତ ଆପଣ ମାନେ କେନ୍ତା କରି ଇଣ୍ଟିମେସନ ଡାଉନଲୋଡ୍ କରିବେ କେନ୍ତା କରି ସେଟା ତ ଦେଖିଲେ ଏନ୍ତା କରି ଏକା ଆପଣ ମାନେ ସବୁ +3ର ଇଣ୍ଟିମେସନ ଲେଟର ଡାଉନଲୋଡ୍ କରିପାରିବେ। ଯଦି ଭିଡ଼ିଓ ଯଦି ଭଲ ଲାଗିଲା ବେଲେ ସମସ୍ତଙ୍କୁ ଅନୁରୋଧ ଲାଇକ୍ ସବସ୍କ୍ରାଇବ୍ କରିବେ ଆଉ ସେୟାର କରିବେ ନେଇ ଭୁଲବେ। ଆଉ ସମସ୍ତଙ୍କୁ ଚ୍ୟାନେଲ ତରଫରୁ ଧନ୍ୟବାଦ ଜଣାଉଛି।